ପିଲାମାନେ ଆଜି ଆମେ ଭିଡ଼ିଓରେ କ୍ଲାସ୍ 10 ଇଂଲିଶ ବହିର ଫ୍ରମ୍ ଦି ଫର୍ମାଲିନ୍ ଜାର୍ର ଯେତେ ସବୁ ପ୍ରଶ୍ନ ଅଛି ସେଗୁଡ଼ାକ ଆଲୋଚନା କରିବା। ଦେଖ ପ୍ରଥମ ପ୍ରଶ୍ନ କ'ଣ କହୁଛି, ହ୍ୱାଟ୍ ଇଜ୍ ଦିସ୍ ପୋଏମ୍ ଏବାଉଟ୍। ତାର ମାନେ କ'ଣ, ତାହେଲେ ଏଇ ଯେଉଁ କବିତାଟି କାହା ବିଷୟରେ କୁହାଯାଇଛି, ତାହେଲେ ଏଇଟା କାହା ବିଷୟରେ କୁହାଯାଇଛି, ତାହେଲେ କବିତାଟି ସଡ଼କ ସୁରକ୍ଷା ବିଷୟରେ କୁହାଯାଇଛି। ଏହି ସଡ଼କ ସୁରକ୍ଷା ନିୟମ ଉପରେ ଏକ ସଚେତନତା ସୃଷ୍ଟି କରିବା ପାଇଁ ଚେଷ୍ଟା କରାଯାଇଛି। ଏଟାକୁ କ'ଣ ଲେଖିବ ତୁମେ ଇଂଲିଶରେ? The poem is about road safety. It attempts to create an awareness on road safety rules. ତାହେଲେ এই ଯେଉଁ ପୋଏମଟି ଆମର ରୋଡ୍ ସେଫ୍ଟି ଉପରେ କୁହାଯାଉଛି। ଆଉ ତାପରେ କ'ଣ, ଏଇ ଯେଉଁ ସଡ଼କ ସୁରକ୍ଷା ନିୟମ ଉପରେ ମାନେ awareness on road safety rule এই ବିଷୟରେ ସବୁ ସଚେତନତା ସୃଷ୍ଟି କରିବା ପାଇଁ କୁହାଯାଇଛି। ଦେଖ 2 ନମ୍ବର କ'ଣ କହିଛି, where is Vicky's brilliant brain। ତାହେଲେ ଏଇ ଯେଉଁ ଭିକିର ଉଜ୍ଜଳ ମସ୍ତିଷ୍କ କେଉଁଠାରେ ଅଛି। ଦେଖ ଏଇଟା ଗୋଟେ କ'ଣ ଚିତ୍ର ଦେଖୁଛ, ଏଇ ଯେଉଁ ଗୋଟେ ଜାର୍ଟା ଅଛି, ତାହେଲେ ଏଇ ଯେଉଁ ଜାର୍ଟାକୁ କୁହାଯାଏ କ'ଣ, ଜୁଭେନାଇଲ୍ ଜାର୍ ବା ଫର୍ମାଲିନ୍ ଜାର୍। ତାହେଲେ ଏଇଟାକୁ କ'ଣ ଲେଖିବ, ତାହେଲେ ଭିକିର ଉଜ୍ଜଳ ମସ୍ତିଷ୍କ ଫର୍ମାଲିନ୍ ପାତ୍ର ଭିତରେ ଅଛି। ତାହେଲେ ଦି ବ୍ରିଲିଆଣ୍ଟ ବ୍ରେନ୍ ଅଫ୍ ଭିକି ଇନସାଇଡ୍ ଦି ଫର୍ମାଲିନ୍ ଜାର୍। ଏଇ ଦେଖ ଏବେ 3 ନମ୍ବର କ'ଣ କହିଛି, ହ୍ୱାଇ ଇଜ୍ ଦି ବ୍ରେନ୍ ପୁଟ୍ ଇନସାଇଡ୍ ଦି ଫର୍ମାଲିନ୍ ଜାର୍। ମାନେ ମସ୍ତିଷ୍କ କାହିଁକି ଫର୍ମାଲିନ୍ ଜାର୍ରେ ସବୁ ରଖାଯାଇଥାଏ। ତାହେଲେ ଏଇଟା ଦେଖ ଫର୍ମାଲିନ୍ ଜାର୍, ତାହେଲେ ଏଇ ଭିତରେ ମସ୍ତିଷ୍କ ରଖାଯାଇଛି। ତାହେଲେ ଏଇଟାକି କ'ଣ ଲେଖିବ, ଦେଖ ଏଇଟାକୁ ମନେ ରଖିଥାଉ। ତାହେଲେ ବାଙ୍ଗାଲୋରରେ ଗୋଟେ ହେଉଛି NIMHAN, ସେଇ ଯେଉଁ ଗୋଟେ ଇନଷ୍ଟିଚ୍ୟୁଟ୍ ବା ଅଛି ଗୋଟେ ପ୍ରତିଷ୍ଠାନ, ଏଇଠି ତାର ଏଇ ଯେଉଁ ବ୍ରେନ୍ଟାକୁ ରଖାଯାଇଛି। ତାହେଲେ ଦେଖ ଏଠି କ'ଣ ଲେଖିବ, ତାହେଲେ ମସ୍ତିଷ୍କକୁ ଫର୍ମାଲିନ୍ ପାତ୍ରରେ ରଖାଯାଇଥାଏ। ଏହାଦ୍ୱାରା ଦେଖ ନିମ୍ହାନ୍ସ ପ୍ରତିଷ୍ଠାନରେ ଏକ ନମୁନା ଭାବରେ କାର୍ଯ୍ୟ କରାଯାଇଥାଏ। ତାହେଲେ ଦି ବ୍ରେନ୍ ଇଜ୍ ପୁଟ୍ ଇନସାଇଡ୍ ଦି ଫର୍ମାଲିନ୍ ଜାର୍ ସୋ ଏଜ୍ ଟୁ ସର୍ଭ ଏଜ୍ ଏ ସ୍ପେସିମେନ୍ ଇନ୍ ଦି କ'ଣ ନିମ୍ହାନ୍ସ ଇନଷ୍ଟିଚ୍ୟୁଟ୍। ତାପରେ ଦେଖ 4 ନମ୍ବର କ'ଣ କହୁଛି, ହୁ ଡଜ୍ ଆଇ ରିଫାର୍ ଟୁ ଇନ୍ ଦି ପୋଏମ୍। ତାହେଲେ ଏଇ ଯେଉଁ ପୋଏମ୍ରେ ଆଇଟା କାହାକୁ ସୂଚାଉଛି କ'ଣ, ଏଇ ଯେଉଁ ତାହେଲେ ଆଇ ବା ମୁଁ, ତାହେଲେ ମୁଁ ବିକିର ମସ୍ତିଷ୍କକୁ ବୁଝାଏ। ତାହେଲେ ଆଇ ରିଫାର୍ ଟୁ ବ୍ରେନ୍ ଅଫ୍ ଭିକି। ତାପରେ ଦେଖ 5 ନମ୍ବର କ'ଣ କହୁଛି, ହାଉ ଡାଜ୍ ଦି ବ୍ରେନ୍ ଫିଲ୍ ଇନସାଇଡ୍ ଦି ଜାର୍। ତାହେଲେ ପାତ୍ର ଭିତରେ ମସ୍ତିଷ୍କ କିପରି ଅନୁଭବ କରେ। ତାହେଲେ ପାତ୍ର ଭିତରେ ମସ୍ତିଷ୍କ ତାହେଲେ ଘୃଣ୍ୟ ଆଉ ଅପମାନିତ ଅନୁଭବ କରେ। ଏଠି କ'ଣ ଲେଖିବ, ତାହେଲେ ଦି ବ୍ରେନ୍ ଫିଲ୍ସ ଡିସଗଷ୍ଟିଂ ଆଣ୍ଡ ଇନସଲ୍ଟିଂ ଇନସାଇଡ୍ ଦି ଜାର୍। 6 ନମ୍ବର ଦେଖ କ'ଣ କହୁଛି, ହୁ ଇଜ୍ ଦି ବ୍ରେନ୍ ଟକିଂ ଏବାଉଟ୍। ତାହେଲେ ମସ୍ତିଷ୍କଟି କାହା ବିଷୟରେ କହୁଛି। ତାହେଲେ ମସ୍ତିଷ୍କ କାହା ବିଷୟରେ କହୁଛି, ଭିକି ବିଷୟରେ କହୁଛି। ତାହେଲେ ମସ୍ତିଷ୍କ ଭିକି ବିଷୟରେ କହୁଛି। ଦି ବ୍ରେନ୍ ଇଜ୍ ଟକିଂ ଏବାଉଟ୍ ଭିକି। 7 ନମ୍ବର ଦେଖ କ'ଣ କହିଲା, ହ୍ୱାଟ୍ ଡାଜ୍ ଦି ବ୍ରେନ୍ ସେ ଏବାଉଟ୍ ଭିକି। ତାହେଲେ ଭିକି ବିଷୟରେ ମସ୍ତିଷ୍କ କ'ଣ କହୁଛି। ତାହେଲେ ସେ କ'ଣ କହୁଛି, ଦେଖ ମସ୍ତିଷ୍କ କହିବାକୁ ଚାହେଁ ଯେ ତାହେଲେ ଭିକି ଏକ ଅତି ସ୍ମାର୍ଟ ଯୁବକ, ଯିଏ ଶକ୍ତିଶାଳୀ ଏବଂ ଏବଂ ଆଶାବାଦୀ ଥିଲା। ତାହେଲେ ସେ ଭଲ ଅଧ୍ୟୟନରେ ଭଲ ଥିଲା, ମାନେ ଭଲ ପାଠ ପଢ଼ୁଥିଲା ଏବଂ ସେ ତା ପିତାମାତାଙ୍କୁ ସେ ବହୁତ ଭଲ ପାଉଥିଲା। ସେଇ ଯେଉଁ ଭିକି ବହୁତ ସ୍ମାର୍ଟ ଥିଲା, ବହୁତ ଶକ୍ତିଶାଳୀ ମଧ୍ୟ ଥିଲା ଆଉ ଆଶାବାଦୀ ମଧ୍ୟ ଥିଲା। ଆଉ ସେ ଭଲ ପାଠ ବି ପଢ଼ୁଥିଲା ଆଉ ତା ପିତାମାତାଙ୍କୁ ସେ ବହୁତ ଭଲ ପାଉଥିଲା। ଏଟାକୁ ଯଦି ଲେଖିବା କ'ଣ ଲେଖିବ, ଦି ବ୍ରେନ୍ସ ଗୋଜ୍ ଟୁ ସେ ଦ୍ୟାଟ୍ ଭିକି ୱାଜ୍ ଏ ଭେରି ସ୍ମାର୍ଟ ୟଙ୍ଗ ବୟ ଫୁଲ୍ ଅଫ୍ ଭାଇଗର୍ ଆଣ୍ଡ ଅପ୍ଟିମିଜିମ୍। ହି ୱାଜ୍ ଗୁଡ୍ ଏଟ୍ ଷ୍ଟଡିଜ୍ ଆଣ୍ଡ ଲଭ୍ ହିଜ୍ ପ୍ୟାରେଣ୍ଟସ୍ ଏ ଲଟ୍। ତାହେଲେ ସେ ପାଠ ଭଲ ପଢ଼ୁଥିଲା ଏବଂ ତା ବାପା ମାଆଙ୍କୁ ମଧ୍ୟ ବହୁତ ଭଲ ପାଉଥିଲା। 8 ନମ୍ବର କ'ଣ କହୁଛି, ଡୁ ୟୁ ଥିଙ୍କ ଦ୍ୟାଟ୍ ଭିକି ଆଣ୍ଡ ବ୍ରିଲିଆଣ୍ଟ ବ୍ରେନ୍ ଆର୍ ଟୁ ପର୍ସନ୍, ହ୍ୱାଇ। ତୁମେ ଭାବୁଛ କି ଭିକି ଓ ବୁଦ୍ଧିଆ ଏଇ ଯେଉଁ ମସ୍ତିଷ୍କ 2 ଜଣ ବ୍ୟକ୍ତି କି, କାହିଁକି। ତାହେଲେ ନା, ଭିକି ଆଉ ଏଇ ଯେଉଁ ଉଜ୍ଜଳ ମସ୍ତିଷ୍କ ବା ବ୍ରିଲିଆଣ୍ଟ ବ୍ରେନ୍ କୁହାଯାଉଛି, ସେ 2 ଜଣ ବ୍ୟକ୍ତି ନୁହନ୍ତି, କାରଣ ମସ୍ତିଷ୍କ କ'ଣ ଭିକିକୁ ଏକ ପ୍ରଭାବଶାଳୀ କରିଥିଲା। এটা କ'ଣ ଲେଖିବ, ତାହେଲେ ନ ଭିକି ଆଣ୍ଡ ବ୍ରିଲିଆଣ୍ଟ ବ୍ରେନ୍ ଆର୍ ନଟ୍ ଟୁ ପର୍ସନ୍ ବିକଜ୍ ଦି ବ୍ରେନ୍ ମେଡ୍ ଭିକି ସୋ ଟ୍ୟାଲେଣ୍ଟେଡ୍। ତାହେଲେ ସେ ବ୍ରେନ୍ ପାଇଁ ସେ ଭିକି ଟ୍ୟାଲେଣ୍ଟ ଥିଲା। ତାପରେ ଦେଖ 9 ନମ୍ବର କ'ଣ କହୁଛି, ହ୍ୱିଚ୍ ዊ ଆର୍ ଭିକିସ୍ ଫେଭରାଇଟ୍ ସବଜେକ୍ଟ। ତାହେଲେ ଭିକିର ଯେଉଁ ପ୍ରିୟ ବିଷୟ କେଉଁଗୁଡ଼ିକ ଥିଲା। ତାହେଲେ କ'ଣ, ତାହେଲେ ଯେଉଁ କମ୍ପ୍ୟୁଟର ଆଉ ଗଣିତ ତାହେଲେ ଭିକିର ପ୍ରିୟ ବିଷୟ ଥିଲା। ଏଠି କ'ଣ ଲେଖିବ, ତାହେଲେ କମ୍ପ୍ୟୁଟର ଆଣ୍ଡ ମ୍ୟାଥମେଟିକ୍ସ वी आर विकीज फेवराइट सब्जेक्ट्स। तापर 10 नंबर देख
ହ୍ୱାଟ୍ ୱାଜ୍ ଦି ମୋଟୋ ଅଫ୍ ହିଜ୍ ଲାଇଫ୍। ତାହେଲେ ସେ ଜୀବନର ମୂଳ କ'ଣ ଥିଲା, ତା ଜୀବନର ମୂଳ କ'ଣ ଥିଲା, ସେ କେମିତି ବଞ୍ଚିବା ପାଇଁ ଚାହୁଁଥିଲା। ତାହେଲେ କ'ଣ ଲେଖିବ, ତାହେଲେ ଭିକିଙ୍କ ଜୀବନ ଉଦ୍ଦେଶ୍ୟ ଥିଲା ଯେ ବିନା କଷ୍ଟରେ କିଛି ଫଳ ମିଳେ ନାହିଁ। ସେ କ'ଣ କହୁଥିଲା ଯେ କୌଣସି କାମ ମାନେ ଫଳ ପାଇବା ପାଇଁ ତାହେଲେ କଷ୍ଟ କରିବା ପାଇଁ ପଡ଼ିବ। ତାହେଲେ ଦି ମୋଟୋ ଅଫ୍ ଦି ଭିକିସ୍ ଲାଇଫ୍ ୱାଜ୍ ନୋ ପେନ୍ ନୋ ଗେନ୍, ମାନେ କ'ଣ କଷ୍ଟ ନାହିଁ ତ କିଛି ଫଳ ବି ନାହିଁ। 11 ନମ୍ବର ଦେଖ, ୱାଜ୍ ଭିକି ଗୁଡ୍ ଏଟ୍ ଷ୍ଟଡିଜ୍, ହାଉ ଡୁ ୟୁ ନୋ ଦିସ୍। ଭିକି ଅଧ୍ୟୟନରେ ଭଲ ଥିଲା କି, ଆପଣ ଏହା କିପରି ଜାଣିବେ। ହଁ, ଭିକି ଅଧ୍ୟୟନରେ ବହୁତ ଭଲ ଥିଲା, ସେ କମ୍ପ୍ୟୁଟର ଏବଂ ଗଣିତରେ ଭଲ ଥିଲେ, ଏଥିରୁ ଆମେ ଜାଣୁଛୁ। ତାହେଲେ ୟେସ୍ ଭିକି ୱାଜ୍ ଭେରି ଗୁଡ୍ ଏଟ୍ ଷ୍ଟଡିଜ୍, ଦି ଫ୍ୟାକ୍ଟ ଦ୍ୟାଟ୍ ହି ୱାଜ୍ ଏ ଭେରି ଗୁଡ୍ ଏଟ୍ କମ୍ପ୍ୟୁଟର୍ସ ଆଣ୍ଡ ମ୍ୟାଥମେଟିକ୍ସ ଟେଲ୍ ଆସ। ତାହେଲେ ଏଇ ଯେଉଁ ସେ ଭଲ କମ୍ପ୍ୟୁଟର ଜ୍ଞାନ ଆଉ ମ୍ୟାଥମେଟିକ୍ସ ବା ଗଣିତରେ ସେ ବହୁତ ଭଲ ଥିଲା ବୋଲି ଆମେ ଜାଣିପାରୁଛୁ ଯେ ସେ କ'ଣ ସେ ଅଧ୍ୟୟନରେ ସେ ବହୁତ ଭଲ ଥିଲା। ଦେଖ 12 ନମ୍ବର କ'ଣ କହିଛି, ଭିକି ଲଭ୍ଡ ହିଜ୍ ପ୍ୟାରେଣ୍ଟ, ହ୍ୱିଚ୍ ଲାଇନ୍ ସେ ସହ। ତାହେଲେ ଏଇ ଯେଉଁ ଭିକି ତା ବାପା ମାଆକୁ ବହୁତ ଭଲ ପାଉଥିଲା। ତାହେଲେ ଏଠି ଯେଉଁ କବିତାର କେଉଁ ଲାଇନ୍ରେ ବା କେଉଁ ପଦରେ ସବୁ କୁହାଯାଇଛି। ହଁ, ଭିକି ତା ପିତାମାତାଙ୍କୁ ବହୁତ ଭଲ ପାଉଥିଲା। ତାହେଲେ ଏଇ ଯେଉଁ ତାଙ୍କ ପିତାମାତାଙ୍କ ପ୍ରତି ଭିକିର ପ୍ରେମ ପ୍ରକୃତରେ ପାଗଳ ଥିଲା। ତାହେଲେ ଚତୁର୍ଥ ପଦର ପ୍ରଥମ ଧାଡ଼ିରେ କୁହାଯାଇଛି। ତାହେଲେ ଏଇ ଯେଉଁ କବିତାରେ କ'ଣ ତାଙ୍କ ପିତାମାତାଙ୍କ ପ୍ରତି ଥିବା ପ୍ରେମ ବିଷୟରେ କହିଥାଏ। ଏଠି କ'ଣ ଲେଖିବ, ୟେସ୍ ଭିକି ଲଭ୍ଡ ହିଜ୍ ପ୍ୟାରେଣ୍ଟସ୍ ଡେର୍ଲି, ମାନେ କ'ଣ ସେ ବହୁତ ଭଲ ପାଉଥିଲା ତା ବାବା। ଦି ଫାର୍ଷ୍ଟ ଲାଇନ୍ ଅଫ୍ ଦି ଫର୍ଷ୍ଟ ଷ୍ଟାଣ୍ଡାର୍ଡ, ତାହେଲେ ପ୍ରଥମ ଏଇ ଯେଉଁ 4 ନମ୍ବର ଷ୍ଟାଞ୍ଜାର ପ୍ରଥମ ଲାଇନ୍ରେ ଭିକିସ୍ ଲଭ୍ ଫର୍ ପ୍ୟାରେଣ୍ଟ ୱାଜ୍ ଟ୍ରୁଲି ଇନସେନ୍ସିବଲ୍, କ'ଣ ସେ ପାଗଳ ଭଳି ତା ବାପା ମାଆକୁ ଭଲ ପାଉଥିଲା। ଟେଲ୍ସ ଆସ୍ ଏବାଉଟ୍ ହିଜ୍ ଲଭ୍ ଫର୍ ହିଜ୍ ପ୍ୟାରେଣ୍ଟସ୍, ତାହେଲେ ସେ ତା ବାପା ମାଆକୁ କେତେ ଭଲ ପାଉଥିଲା। ତାହେଲେ ଏଇ ଯେଉଁ କେଉଁଠି, ତାହେଲେ ଫର୍ଷ୍ଟ ଷ୍ଟାଣ୍ଡାର୍ଡ ଯେଉଁ ପ୍ରଥମ ଲାଇନ୍ରେ କୁହାଯାଇଛି। ଏଠି ଦେଖ 13 ନମ୍ବର, ହ୍ୱିଚ୍ ୱାର୍ଡ ସେ ଦ୍ୟାଟ୍ ଭିକି ଲଭ୍ ହିଜ୍ ଗ୍ରାଣ୍ଡଫାଦର ଭେରି ମଚ୍। ତାହେଲେ କେଉଁ ଶବ୍ଦରୁ ତୁମେ ଜାଣିପାରୁଛ ଯେ ସେ ଭିକି ତାର ଜେଜେମାଆକୁ ବହୁତ ଭଲ ପାଉଥିଲା। ଆଦର, ଏଇଟା କ'ଣ ଆଦର, ଯେଉଁ ଶବ୍ଦ ଆଦର, এই শব্দটা জাଣିପାରୁଛୁ ଯେ ତା ଜେଜେମା ପ୍ରତି ବହୁତ ଭଲ ପାଉଥିଲା। 14 ନମ୍ବର ଦେଖ, ହ୍ୱାଟ୍ ଏଲ୍ସ ବିସାଇଡ୍ ଷ୍ଟଡିଜ୍ ଡିଡ୍ ଭିକି ଡୁ ଡ୍ୟୁରିଂ ହିଜ୍ କଲେଜ ଡେ। ତାହେଲେ ଅଧ୍ୟୟନ ବ୍ୟତୀତ ଭିକି ତା କଲେଜ ସମୟରେ କ'ଣ କରେ। ତାହେଲେ ଅଧ୍ୟୟନ ବ୍ୟତୀତ ମାନେ ପାଠପଢ଼ା ବ୍ୟତୀତ ଭିକି କ'ଣ କରେ, ତାହେଲେ ଭିକି ତା କଲେଜ ଦିନରେ ତା ସାଙ୍ଗମାନଙ୍କ ସହିତ ଖେଳେ। ତାହେଲେ ବିସାଇଡ୍ ଦି ଷ୍ଟଡିଜ୍ ଭିକି ପ୍ଲେ ୱିଥ୍ ହିଜ୍ ଫ୍ରେଣ୍ଡସ୍ ଡ୍ୟୁରିଂ ହିଜ୍ କଲେଜ ଡେ। ତାହେଲେ କଲେଜ ଡେରେ ତାର ସାଙ୍ଗମାନଙ୍କ ସହିତ ଖେଳେ ସେ ପାଠ ବ୍ୟତୀତ। ତାପରେ ଦେଖ 15 ନମ୍ବର କ'ଣ କହିଲା, ହୁ ୱାଜ୍ ଦି ଲରେନ୍, ହ୍ୱାଇ ଡିଡ୍ ହି ଷ୍ଟିଲ୍ ଏ ଗ୍ଲାନ୍ସ ଏଟ୍ ହାର୍। ତାହେଲେ ଲରେନ୍ କିଏ, ସେ ତା ଉପରେ ନଜର କାହିଁକି ଫେରାଇ ନିଏ କାହିଁକି। ତାହେଲେ କହୁଛି କ'ଣ ଏହାର ଆନ୍ସର, ତାହେଲେ ଲରେନ୍ ଭିକି ସହିତ ଅଧ୍ୟୟନ କରୁଥିବା ଜଣେ ଝିଅ ଥିଲା। ତାହେଲେ ସେ ତାକୁ ବହୁତ ପସନ୍ଦ କରୁଥିବାରୁ ସେ ତା ଉପରେ ନଜର ଫେରାଇ ନିଏ। ଏଇଟାକୁ କ'ଣ ଲେଖିବ ଇଂଲିଶରେ, ତାହେଲେ ଲରେନ୍ ୱାଜ୍ ଏ ଗାର୍ଲ ଷ୍ଟଡିଂ ୱିଥ୍ ଭିକି, ହି ଷ୍ଟୋଲ୍ ଏ ଗ୍ଲାନ୍ସ ଏଟ୍ ହାର୍ ବିକଜ୍ ହି ଲାଇକ୍ସ ହାର୍ ଏଟ୍ ଲଟ୍। ଏଇଟାକୁ ଲେଖିଦେବ। ତାପରେ ଦେଖ 16 ନମ୍ବର କ'ଣ କହୁଛି, why does the poet say that only the brain could explain the cause of Vicky's heartbeat? थोड़ ତାହେଲେ କବି କାହିଁକି କୁହନ୍ତି ଯେ ତାହେଲେ କେବଳ ମସ୍ତିଷ୍କ ହିଁ ଭିକିର ହୃଦୟର ସ୍ପନ୍ଦନ ବର୍ଣ୍ଣନା କରିପାରିବ, ଯେମିତି ଥୋଡ଼। ତାହେଲେ ଏଇ ଯେଉଁ କବି କ'ଣ ପାଇଁ କହୁଛନ୍ତି, ତାହେଲେ ଏଇ ଯେଉଁ ଭିକିର ବ୍ରେନ୍, ତାହେଲେ ଭିକିର ହାର୍ଟବିଟ୍ କଥା ସେ ବର୍ଣ୍ଣନା କରିପାରିବ। କ'ଣ ପାଇଁ, ତାହେଲେ ସେଠି କ'ଣ ଲେଖିବ, ତାହେଲେ ମସ୍ତିଷ୍କ ଜାଣିଥିଲା ଯେ ବୋଧହୁଏ ଭିକି ଲରେନ୍କୁ ଭଲ ପାଉଥିଲା, ତେଣୁ ଯେତେବେଳେ ବି ସେ ତାକୁ ଦେଖେ ତାର ହୃଦୟ କ'ଣ ହୁଏ, ଥୋଡ଼ ହେଇଯାଏ। ତାହେଲେ କ'ଣ ଲେଖିବ, ତାହେଲେ ଦି ଭିକି ନ୍ୟୁ ଦ୍ୟାଟ୍ ପାରହାପ୍ସ ଦି ଭିକି ୱାଜ୍ ଇନ୍ ଲଭ୍ ୱିଥ୍ ଲରେନ୍ whenever he saw her his heart went ଥୋଡ଼। ତାହେଲେ ସେ ଯେତେବେଳେ ସେ ଲରେନ୍କୁ କ'ଣ କରେ ଦେଖେ, ତାର ହାର୍ଟଟା କ'ଣ ହୁଏ, ତାର ଥୋଡ଼ ହେଇଯାଏ। ତାପରେ ଦେଖ 17 ନମ୍ବର କ'ଣ କହୁଛି, read the stanza 5 and stanza 6 again, what are they about, how are they different from other। ତାହେଲେ ପଦ ଏଇ ଯେଉଁ 5 ଆଉ 6 ପୁଣି ଥରେ ପଢ଼, ତାହା କେଉଁ ବିଷୟରେ କୁହାଯାଇଛି, ସେମାନେ ଅନ୍ୟଠାରୁ କିପରି ଭିନ୍ନ। ଏଇ ଯେଉଁ ପଦ 5 ଆଉ ପଦ 6 କ'ଣ, ଏଠି କ'ଣ ଲେଖିବ, ତାହେଲେ ଭିକି କିପରି ହେଲମେଟ୍ ନ ପିନ୍ଧି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା,
जे विषय तार पंचम पदरे कहुई आउ भिकी जीवन में यार प्रभाव पड़ता से विषय 6 पद 6 कहुई कौन लिखा स्टांजा 5 टेल अस हाउ भिकी मीट विथ द एक्सीडेंट बाय नॉट वेयरिंग ए हेलमेट एंड स्टांजा 6 टेल अस अबाउट द इम्पैक्ट दैट हेड ऑन द लाइफ ऑफ भिकी ये को लिखिदेव। तापर देख 18 नंबर कौन कहला व्हेयर वाज भिकी राइडिंग व्हेन एंड व्हाई ताले भिकु केउठी को जाउतला आ केबे आ काहेकि ताले भिकी ता सांग घर को जाउतला या कौन कौन वर्षा दिन थिला एवं ता सहित किसी छोट काम थिला ता जो सांग पाखरे किसी छोट काम थिला आ सेन वर्षा होतला सेन जाइतला एठी कौन लिखो भिकी was riding to his friend's house. It was wet monsoon day and he had some pretty work with him. तो छोटो काम थिला आ वर्षा दिन से जाइतला। देखो 19 नंबर को गला where was his friend's house was it very far तो ताको जो सांगर घर केउटर थिला या बहुत दूर रे थिला कि कुछ ता सांगर घर केवल सेनको घर परवर्ती गली थिला माने पाखा पाखी थिला माने गुटे भिकी गुटे गली रहउतला आ ता सांग गुटे गली रहउतला जे गली से गली जाउतला ना या बहुत दूर रे नथिला तले कोन लिखितले his friend's house was only in the next lane of their house no it was not very far 20 नंबर को गला why did he goes to his friend से काहे कि ता सांग पाखो गला तले ता सांग पाखरे किछि साधारण काम थिला he had some ordinary work with his friend तले किछि साधारण काम थिला तले ता सांग पाखो जाइतला 21 नंबर को गला what caused the accident which word in the poem described the accident तले दुर्घटना रो कारण कोन थिला कविता रे केउ शब्द दुर्घटना को बुझाई वर्णना करे तले कोन लिखो तले ओदा रास्ता रे हेलमेट न पिंदिबारो असावधानता रे दुर्घटना घटितला तेणु तुम कोन से ओदा रास्ता रे जाउतला आ कोन कोला से हेलमेट पिंदि नथिला आ घोर एवं भावनीय शब्द दुर्घटनार गंभीरता को वर्णना करे एटी कोन लिखो तले द मोमेंट ऑफ द केयरलेस ऑफ नॉट वेयरिंग द हेलमेट ऑन द वेट रोड कॉज द एक्सीडेंट तले द वेट रोड माने ओदा रास्ता रे जाउतला आ कोन नॉट वेयरिंग हेलमेट तले हेलमेट से पिंधि नथिला आ द वर्ड द देखो एटा होची ग्लोरी एंड इनह्यूमन डिस्क्राइब द सिवियरिटी ऑफ एक्सीडेंट तले एक्सीडेंट रो ए जो वर्ड गुडा कोची ए गुडा कर से जोना बोला जे कोन ए जो दुर्घटनाटा बहुत गंभीरता बढ़िया हितला तापर देखो 22 नंबर को होची व्हाट मीनिंग डज द लाइन for once from the wearing his helmet he did refrain convey was it Vicky's habit to wearing his helmet while riding his bike तले जो वाक्यर अर्थ कोन जे केवल थोरे से हेलमेट पिंध नथिले बाइक रे जीवा बेले हेलमेट पिंधिबा भिकीर अभ्यास थिला कि जे वाक्य तले दर्शाई जे कोन केवल गोटे थोर से हेलमेट पिंध नथिला हां तले बाइक चलेला बेले समय रे हेलमेट पिंधिबा भिकीर अभ्यास थिला तले से प्रतिदिन से बाइक रे चलेला माने से हेलमेट पिंधुतला आ सेही जेबे एक्सीडेंट हो तले से दिन पिंधि नथिला कोन पे जे भाबतला कोन तार सांग घर पाखरे तार आ गोटे गली रे तार सांग घर से पाखे हेलमेट दरकार नै पाखरे पहुंची जबो जल्दी से सेति भाई से गोटे दिन केवल हेलमेट पिंधुतला आ से दिन ही एक्सीडेंट होला आ से दिन तार मृत्यु घटला एटे कोन लको हाउ डिड द एक्सीडेंट अफेक्ट विकी एंड हिज फैमिली तले विकीर ए दुर्घटना तले विकी आ ता परिवार को किपरि प्रभावित कला तले ए दुर्घटना विकी परि गोटे युव प्रतिभावान बालकर मूल्यवान जीवन को छड़े नैछि एवं आ ता परिवार मध्ये हारि जैछंती माने ए दुख रे से तांकर माने कोन पुत्र को हरै ता बापा मां मध्ये बहुत कोन दुख प्रकाश करछंती एटी कोन लिखो द एक्सीडेंट टुक अवे द प्रेशियस लाइफ ऑफ द यंग टैलेंटेड बॉय लाइक विकी एंड हिज फैमिली आल्सो गेट डेवास्टेटेड विथ हिज लॉस तले गोटे से बहुत टैलेंटेड युवक थिला विकी तले तार जीवन हरै दिला आ तापर ए जो तार जो एक्सीडेंट ता कोन फैमिली ता जो परिवार समस्त भागी पड़िसंती तापर देखो 24 नंबर कोन कहूची व्हाट मेसेज डज द पोएट हैव फॉर द यंग जनरेशन थ्रू हिज पोएम तले एक कविता माध्यम रे युवा पीढ़ी पई कवि क्यों
রয়েছে। তাহলে এই কবিতাটি বার্তা ଦେଇଥାଏ ଯେ ତାହେଲେ ବିପଦପୂର୍ଣ୍ଣ ଡ୍ରାଇଭିଂ ଅତ୍ୟନ୍ତ ବିପଜ୍ଜନକ କାରଣ ଏହା ଆମର ମୂଲ୍ୟବାନ ଜୀବନକୁ ଛଡ଼ା ନେଇପାରେ। ତେଣୁ ଆମେ ସର୍ବଦା ସଡ଼କ ସୁରକ୍ଷା ନିୟମ ଅନୁସରଣ କରି ଗାଡ଼ି ଚଳାଇବା ଜରୁରୀ। ତାହେଲେ କ'ଣ ଲେଖିବ? ଦି ପୋଏମ୍ give the message that the risky driving is very dangerous। ମାନେ ବେଶୀ ଯେଉଁ ଗାଡ଼ିରେ ସ୍ପିଡ଼ରେ ଗାଡ଼ି ଚଲାଇବା ବହୁତ ଡେଞ୍ଜରିୟସ୍। ଆଉ ଇଟ୍ କ୍ୟାନ୍ ଟେକ୍ ଆୱେ ଆୱାର ପ୍ରେସିୟସ୍ ଲାଇଫ୍, ମାନେ କୌଣସି ମୁହୂର୍ତ୍ତରେ ଆମର ଜୀବନ ସେ ନେଇପାରେ। ସୋ ୱି ମଷ୍ଟ ଅଲୱେଜ୍ ଡ୍ରାଇଭ୍ ଫଲୋଇଂ ଦି ରୋଡ଼ ସେଫ୍ଟି ରୁଲ୍। ତେଣୁ ଆମକୁ କ'ଣ ଏଇ ରୋଡ଼ ସେଫ୍ଟି ରୁଲ୍ ବା ସଡ଼କ ସୁରକ୍ଷା ନିୟମ ମାନିବା ଉଚିତ। ଦେଖ 25 ନମ୍ବର କ'ଣ କହୁଛି? Can you say why such dreadful accident occur on the road and cause death every day? ଆପଣ କହିପାରିବେ କାହିଁକି ରାସ୍ତାରେ ଏପରି ଭୟଙ୍କର ଦୁର୍ଘଟଣା ଘଟେ ଆଉ ପ୍ରତି ମୁହୂର୍ତ୍ତରେ ମୃତ୍ୟୁ ଘଟେ? ତାହେଲେ ଏଇଟା କ'ଣ ଲେଖିବ? ତାହେଲେ ରାସ୍ତାରେ ଘଟୁଥିବା ଏଭଳି ଭୟାନକ ଦୁର୍ଘଟଣା ଆମର ଅବହେଳା ଆଉ ସଡ଼କ ସୁରକ୍ଷା ନିୟମ ଉଲ୍ଲଂଘନ ହେତୁ ପ୍ରତି ମୁହୂର୍ତ୍ତରେ ମୃତ୍ୟୁ ଘଟାଇଥାଏ। ଯେପରିକି କ'ଣ ଅତ୍ୟଧିକ ଗତିରେ ଗାଡ଼ି ଚଲାଇବା, କି ବିନା ହେଲମେଟ୍ରେ ଗାଡ଼ି ଚଳାଇବା, ଆଉ କାର୍ରେ ଧର ବସିଛ ତାକୁ ସିଟ୍ ବେଲ୍ଟ ବାନ୍ଧିବା ନାହିଁ। ତାହେଲେ ଏହିସବୁ କାରଣ ପାଇଁ ଆକ୍ସିଡେଣ୍ଟ ହେଇଥାଏ। ଏଠି କ'ଣ କଥା ହେଲା ଇଂଲିଶରେ? such dreadful accident that occur on the road cause the death every moment due to our negligence and violating the road safety norms like overspeeding, driving without helmet and not binding सीट बेल्ट इन दी कार। ताले कार बसे तो से ए जो सीट रो बेल्ट बांधिबानी किबा विदाउट हेलमेट चलेबा बहुत स्पीड रे जीवा। ताले ई गुडा को कारण पई हमरो भयानक सब दुर्घटना घटिता छला तो प्रति मुहूर्त रे। ठीक अछि पिला माने, ताले एतकी हमरा जेते सब प्रश्न थिला गुडा सब आलोचना करदे। तुम जदि कोनोसी डाउट थिबो ताले कमेंट बॉक्स रे लिखि जळबो। तुम मानको जदि वीडियो भल लागला वीडियो को लाइक करो, शेयर करो, आ आम चैनल को सब्सक्राइब कर दो। रहउछि धन्यवाद।